ମୋ ନାଁ ଦିଗମ୍ବର ବିଶାଳ ବାଲିପୁଖୁରୀ ପଞ୍ଚାୟତର ବାସିନ୍ଦା 9 ନମ୍ବର ୱାର୍ଡର ବାସିନ୍ଦା। କଣ ପାଇଁ ଆଜି ଯୋଉ ଆସିଛି ଏୟାରଟେଲ ଟାୱାର ପାଖରେ ଆପଣ ଏତେ ଲୋକ ଜମା ହେଇଛନ୍ତି, କଣ ଆପଣ ଅସୁବିଧା କଣ? ଅସୁବିଧା ହେଉଛି ଏବେକା ଯୁଗରେ ଅନଲାଇନରେ ସବୁ କାର୍ଯ୍ୟକର୍ତ୍ତା କାମ ସବୁ ହେଉଛି, ପିଲାମାନେ ପାଠ ପଢୁଛନ୍ତି ପ୍ଲସ୍ ଅନଲାଇନରେ ବି ବ୍ୟାଙ୍କିଂ ପାଇଁ କାମ ସବୁ ହେଉଛି। ଯେହେତୁ ଆମ ଏରିଆ 9 ନମ୍ବର ୱାର୍ଡରେ ଗୋଟେ ଏୟାରଟେଲ ଟାୱାର ବସିଥିଲା, ଦୀର୍ଘ 1.5 ମାସ ପରେ ହେଇଯିବ ନେଟୱାର୍କ ବହୁତ ପ୍ରୋବ୍ଲେମ ହେଉଛି, କଲ୍ ବି ଯାଉନି, ଇଣ୍ଟରନେଟ୍ ବି ଟୋଟାଲ ଚାଲୁନାହିଁ। ବାର ଆମେ ଅଭିଯୋଗ କଲା ପରେ ବି ସେମାନେ ଶୁଣୁନାହାନ୍ତି। ତାଙ୍କର ଉପର ବିଭାଗ କହୁଛନ୍ତି ଆମକୁ ଛାଡ଼ି ଉପର ବିଭାଗ କୁହନ୍ତୁ, ବହୁତ କମ୍ପ୍ଲେନ୍ ଗଲାଣି, ବହୁତ କଲାବେଳେ କିନ୍ତୁ କିଛି ଆର ସମାଧାନ ହେଇପାରୁନାହିଁ। ସେଇଥିପାଇଁ ଆମେ ପରିସ୍ଥିତିକୁ ଆସିକି ଆପଣ ଡାକିକି ଅସୁବିଧା କଲୁ। ତ ଯଦି କେହି ଆପଣଙ୍କ କଥା ନ ବୁଝନ୍ତି, 1.5 ମାସ ହେଇଗଲାଣି, ପିଲାମାନେ ବହୁତ ଅସୁବିଧାରେ ପାଠ ପଢି ପାରୁନଥିବେ। ଆଜିକାଲି ତ ବର୍ତ୍ତମାନ ମୋବାଇଲରେ ସବୁ ପାଠ ଆସୁଛି, ପିଲାମାନେ ଅସୁବିଧା ହଉଛି। ଯଦି ଆ ବିଷୟରେ ଯଦି କେହି ନ ବୁଝନ୍ତି ତାହେଲେ ଆପଣ କଣ କରିବେ? ଏ ବିଷୟରେ ଉପର ଅଫିସର ଗଲା ଯଦି ସେମାନେ ବୁଝୁନାହାନ୍ତି, ଆଗକୁ ନ ବୁଝିବେ ଆମେ ଏଠି ଗୋଟେ ଅପେକ୍ଷା କରିଛୁ, ରହିକି ଗୋଟେ ଷ୍ଟ୍ରାଇକ୍ ଫୁଣା କରିବୁ। ପିଲାଙ୍କ ଲୋକ ଅଛନ୍ତି, ଆମ ପିଲା ଷ୍ଟ୍ରାଇକ୍ କରିବୁ। ଷ୍ଟ୍ରାଇକ୍ କରିସାରିଲା ପରେ ଦେଖାଯିବ, ଯଦି କିଛି ନହେଲା ତାଟାକୁ ଆମେ ବାଧ୍ୟ ହୋଇ ବନ୍ଦ କରାଇକି ଅନ୍ୟ କମ୍ପାନୀ କି ପ୍ରୋଟେକ୍ଟ କରିବାକୁ ବାଧ୍ୟ। ମୋ ନାଁ କମଳାକାନ୍ତ ଲେଙ୍କା, ବାଲିପୁରୀ ପଞ୍ଚାୟତ 9 ନମ୍ବର ୱାର୍ଡର ବାସିନ୍ଦା। କଣ ପାଇଁ ଆଜି ରାସ୍ତା ଉପରେ ଯୋଉ ଆପଣ ଏତେ ଲୋକଙ୍କୁ ଅଟକେଇକି ଗୋଟେ ଆମକୁ ଡାକିକି ଯୋଉ କଣ ଅସୁବିଧା କଣ ହେଇଛି? ଆମର 9 ନମ୍ବର ୱାର୍ଡରେ ଏୟାରଟେଲ ତରଫରୁ ଗୋଟେ ଟାୱାର ବସିଥିଲା। ଅନଲାଇନ ଯୁଗରେ ବିନା ଟାୱାରରେ କୌଣସି ଛୁଆ ପାଠ ପଢି ପାରୁନାହାନ୍ତି ବା କୌଣସି ବ୍ୟାଙ୍କିଂ କାମ ବି ହେଇପାରୁନାହିଁ। ନେଟ୍ର ନିହାତି ଆବଶ୍ୟକତା ଅଛି। ଦୀର୍ଘ ଦିନ ଆମେ ଅଭିଯୋଗ କରିବା ପରେ ଏୟାରଟେଲ କମ୍ପାନୀ କି କୌଣସି ବିଭାଗୀୟ ଅଧିକାରୀ ପଦକ୍ଷେପ ନେଉନାହାନ୍ତି। ବାର ପ୍ରତ୍ୟେକ ଦିନ ଅପଡାଉନ ଆମର ନେଟୱାର୍କର ହଉଛି। ଦୀର୍ଘ ପ୍ରାୟ 1.5 ମାସ ହେଲା ଆମେ ସମସ୍ତଙ୍କୁ ଅଭିଯୋଗ କରି ନୟାନ୍ତ ହେଲୁଣି। ତେଣୁ ଏହାର ବିଭାଗୀୟ ତଦନ୍ତ କରାଯାଉ ଏବଂ କେମିତି ଆଗକୁ ସୁରୁଖୁରୁରେ ଆମେ ଏହାର ସେବା ପାଇବୁ, ଏଥିପାଇଁ ଆମେ ଅନୁରୋଧ ଗ୍ରାମବାସୀଙ୍କୁ ନେଇକି କରୁଛୁ। कंपनी वाला मानक आपन के विषय जणैछु बार आम कंपनी वाला जणैछु। शुभेन्दु बाबू बोली जणे अछंती ऑपरेटर, तांको जेते कहला परे भी हां आज जाउची काली जाउची या कहि से भंडेबारे व्यस्त, किंतु प्रत्येक लोकर 349 टका नाका मासकु जाउची, किंतु कोनोसी बेनिफिट मिलिबार नाही। आपर जदी तांकर जदी प्रतिपक्ष केही ए कथा न बुझंती ताले आपन टावर पाखर बसी की समस्त आंदोलन करिवु, प्लस पोटिंग करी कि हमें एयरटेल कंपनी छाड़ी कि अलगा कंपनी जिया पई बाध्य होबु।